ମଇଳା ଆବର୍ଜନା ସଫା କରିବାକୁ ଦାବି। କୋରାପୁଟ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର 2ରେ ଅନେକ ଦିନ ହେବ ମଇଳା ଆବର୍ଜନା ପଡ଼ି ରହିବା ଓ ଦୁର୍ଗନ୍ଧ ବାହାରୁଥିବା ଯୋଗୁଁ ଚଳପ୍ରଚଳ କରିବା ସମ୍ଭବପର ହୋଇପାରୁନଥିବାରୁ ତୁରନ୍ତ ସଫା କରିବାକୁ ଦାବି କରାଯାଇଛି। ୱାର୍ଡ 2 ବାସିନ୍ଦା ନକୁଳ ଗୌଡ଼ଙ୍କ ଘର ସମ୍ମୁଖ ତଥା ଚନ୍ଦନ ପୋଖରୀ ଗାର୍ଡୱାଲରେ ଅନେକ ଦିନ ହେବ ମଇଳା ଆବର୍ଜନା ପଡ଼ି ରହିଛି। ପଡ଼ି ରହିଥିବା ମଇଳା ଆବର୍ଜନା ସଫା କରିବାକୁ ବାରମ୍ବାର କାଉନସିଲରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ସଫା କରାଯାଉନଥିବା ନକୁଳ ଗୌଡ଼ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଯଦି ସଫା କରା ନଯାଏ ତେବେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି। ପରବ ଏବଂ ସାଧାରଣ ନିର୍ବାଚନ ଥିବାରୁ ଶ୍ରମିକ ସମସ୍ୟା ରହିଥିଲା। ୱାର୍ଡ ନମ୍ବର 2ରେ ପଡ଼ି ରହିଥିବା ମଇଳା ଆବର୍ଜନା ତୁରନ୍ତ ସଫା କରିବାକୁ ସଫେଇ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ କହିଛନ୍ତି। ଆଗାମୀ 10 ଦିନରେ କୋରାପୁଟ ସହରରେ ଯେଉଁଠି ଯେଉଁଠି ମଇଳା ଆବର୍ଜନା ପଡ଼ି ରହିଥିବ ସେଗୁଡ଼ାକୁ ସଫା କରାଯାଇ ଡମ୍ପିଂ ୟାର୍ଡକୁ ନିଆଯିବ ବୋଲି ସେ କହିଛନ୍ତି। ମୋ ଘର ସାମ୍ନାରେ ଏତେ ଦୁର୍ଗନ୍ଧ ହେଉଛି ଆଉ ଅନ୍ୟାନ୍ୟ ଜିନିଷପତ୍ର ଆଣି ମଇଳା ଫଳା ପକାଉଛନ୍ତି, ଅସମ୍ଭାଳ ଲାଗୁଛି, ଘରେ ରହି ହେଉନି। ଯେଉଁଥିରେ କି ଆମେ ମାନେ ରୋଗ ବ୍ୟାଧି ବଢ଼ିଲାଣି। ଆମର ପିଲାମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ରୋଗ ହେଲାଣି। ବାରମ୍ବାର ଆମେ ଅଭିଯୋଗ କଲେ ଯେ କିଏ ଶୁଣିବାକୁ ନାହିଁ। କାଉନସିଲରକୁ ବାରମ୍ବାର କହୁଛୁ, କହିଲେ କାଉନସିଲର କିଏ ଆଉଛି କ'ଣ ହେଉଛି କି ଜଣାପଡ଼ୁନି। କିଏ ଅଳିଆ କିଏ ପକାଉଛନ୍ତି କ'ଣ ଆସି ଝାଡ଼ା ଫେରୁଛନ୍ତି। ବାରମ୍ବାର ମୁଁ ଅଭିଯୋଗ କଲେ ଯେ କିଏ ଶୁଣୁନାହାନ୍ତି। ଦେଖନ୍ତୁ, ଯଦି ଏଇଟା ଭଲରେ ଯଦି ଆପଣ ସଫା ନ କଲେ ଆମେ ଲାଷ୍ଟକୁ ଆମେ ଷ୍ଟ୍ରାଇକ୍ ଫ୍ରାଇକ୍ କରି ବସିବୁ ଏଇଠି। ଜାଣିପାରୁନୁ କିନ୍ତୁ ଆମ ଅଳିଆ ଦେଇକି ଗାଡ଼ି ଆସୁଛି, ଗାଡ଼ିରେ ଆମେ ଦେଉଛୁ। ବାହାର ଆଡ଼ୁ କିଏ ଆଣି ପକାଉଛି, କ'ଣ ଜଣାପଡ଼ୁନି। କହିପାରିବିନି ଆଜ୍ଞା। ଦେଖନ୍ତୁ, ଆମେ ତ ଏଇଠି ରହୁନୁ ଘରେ, ସବୁ 24 ଘଣ୍ଟା ତ ଘରେ ରହୁନୁ, ବାହାର ବୁଲିବାକୁ ଯାଉଛୁ। ଏତିକି ଭିତରେ କିଏ ଆଣି ପକାଉଛି, କ'ଣ ପକାଉଛି ଆମେ ଜାଣିପାରୁନୁ। ଯେଉଁଥିରେ କି ବହୁତ ଖରାପ ଲାଗୁଛି ଆଜ୍ଞା। ଦୟାକରି ଟିକେ କ'ଣ ବ୍ୟବସ୍ଥା କଲେ ଭଲ ହୁଅନ୍ତା। ଦେଖନ୍ତୁ, ସକାଳେ ଆଜି ସେ ବିଷୟରେ ଆପଣ ଆମକୁ ଅବଗତ କରାଇଲେ କିଛି ସମୟ ପୂର୍ବରୁ। ବର୍ତ୍ତମାନ ଆମର ସଫାଇ କର୍ମଚାରୀ ସେଠି ଯେ ଉପସ୍ଥିତ ରହିଲେଣି। କିଛି ସମୟ ମଧ୍ୟରେ ସେ ଯେଉଁ ମଇଳା ସେଠି ରହିଛି ତାହାକୁ ଆମେ ବର୍ତ୍ତମାନ ସେଠୁ କାଢ଼ି ନେବୁ। ଆଉ ଯେଉଁଠି ଯେଉଁଠି ମଧ୍ୟ କୌଣସି ପ୍ରକାର ସମସ୍ୟା ଏମିତି ଉପୁଜୁଛି ଆପଣମାନେ ଆମକୁ ଅବଗତ କରନ୍ତୁ। ସେଇଠି ଆମର ଯେଉଁ ଟିମ୍ ଅଛି, ସାନିଟାଇଜର ଟିମ୍, ସେଠି ଆମେ ପଠାଇକିନା ସେଇଠୁ ତୁରନ୍ତ ସବୁ ଅଳିଆ ଆବର୍ଜନା କାଢ଼ିବା ପାଇଁ ଆମେ ସମସ୍ତେ ଚେଷ୍ଟା କରୁ। ଦେଖାଯାଉଛି କୋରାପୁଟ ମଣିଷର ଅନେକ ସ୍ଥାନରେ ମଇଳା ଆବର୍ଜନା ପଡ଼ି ରହୁଛି। ଠିକ୍ ଭାବରେ ଯେଉଁ ଆପଣ ସଫେଇ କର୍ମଚାରୀ କରୁନାହାନ୍ତି, ଯାହା ଅଭିଯୋଗ ହେଉଛି, କ'ଣ କହିବ? ଦେଖନ୍ତୁ, ଏଇଟା ଆପଣ ଯେଉଁ କହୁଛନ୍ତି ତାକୁ ତ ମୁଁ ଠିକ୍ କହିପାରିବିନି। କାରଣ ଯେହେତୁ କିଛି 15 ଦିନ ତଳେ ଆମର ଏଇଠି ଯେଉଁ ପାରମ୍ପରିକ ଚୈତ ପର୍ବ ଥିଲା, ତେଣୁକରି ଟିକେ ଲେବରମାନଙ୍କ ସମସ୍ୟା ଥିଲା। ଆଉ ବିଗତ 2-3 ଦିନ ତଳେ ଆପଣ ଜାଣିଥିବେ ସେ ସାଧାରଣ ନିର୍ବାଚନ ଥିଲା। ସେଥିପାଇଁ ବୋଲି ଟିକେ ଲେବର ସମସ୍ୟା ଦେଖାଯାଇଛି। ତାକୁ ଆମେ ବର୍ତ୍ତମାନ ଏଇ ଯେଉଁ 10-12 ଦିନ କି 15 ଦିନ ଭିତରେ ଆମେ ଯେକୌଣସି ୱାର୍ଡ ଯେଉଁ ଜାଗାରେ କୌଣସି ପ୍ରକାର ଅଳିଆ ଆବର୍ଜନା ରହିଛି ତାକୁ ଆମେ ସେଇଠୁ କାଢ଼ିକିନା ନେଇକିନା ଡମ୍ପିଂ ୟାର୍ଡସରେ ପକାଇବୁ।